ମେଘମାଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରତିଦିନ ଭଳି ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ସ୍ୱର୍ଗର ପରମେଶ୍ୱର ମୋତେ ଅନୁଗ୍ରହ କରିଛନ୍ତି। ସେଥିପାଇଁ ପ୍ରଭୁଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ନୂଆ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା ସେହି ପ୍ରସଙ୍ଗର ଶୀର୍ଷକ ହେଲା ବିଶ୍ୱାସୀର ମୁଖ୍ୟ ସମସ୍ୟା କ'ଣ ଅଟେ। ଆଜିର ପ୍ରସଙ୍ଗ ହେଲା ଜଣେ ଖ୍ରୀଷ୍ଟ ବିଶ୍ୱାସୀର ପ୍ରକୃତ ସମସ୍ୟା, ମୁଖ୍ୟ ସମସ୍ୟା କ'ଣ ଅଟେ। ଏହି ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟ ଆମମାନଙ୍କୁ କ'ଣ କହେ, ଆମେ ବାକ୍ୟରୁ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅନେକ ସମୟରେ ଆମେ ଆମର ଅଭାବକୁ ନେଇ ବଡ଼ ସମସ୍ୟା ବୋଲି ଆମେ ଚିନ୍ତା କରୁ। ଅନେକ ସମୟରେ ଆମ ରୋଗକୁ ନେଇ ବଡ଼ ସମସ୍ୟା ବୋଲି ଆମେ ଚିନ୍ତା କରୁ। ମାତ୍ର ଏହିସବୁ ବିଷୟ ସମସ୍ୟା ହେଇପାରେ, କିନ୍ତୁ ଏହିସବୁ ବିଷୟ ମୁଖ୍ୟ ସମସ୍ୟା ନୁହେଁ। ଏହିସବୁ ବିଷୟ ପ୍ରକୃତ ସମସ୍ୟା ନୁହେଁ। କାହିଁକି ମୁଁ ଏହିସବୁ କଥା କହୁଛି, ଆପଣମାନଙ୍କୁ ବାକ୍ୟରୁ ଗୋଟେ ପଦ ପଢ଼ି ଆଗକୁ ନେବା ପାଇଁ ଚାହେଁ। ଆପଣମାନେ ମୋ ସହିତ ରୋମିଓ ପୁସ୍ତକ 6 ଅଧ୍ୟାୟକୁ ଆସିବେ। ରୋମିଓ ପୁସ୍ତକ 6 ଅଧ୍ୟାୟ 23 ପଦରେ ସାଧୁ ପାଉଲ ଏ ପ୍ରକାର ଲେଖନ୍ତି, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ପ୍ରଭୁଙ୍କ ନାମର ସ୍ତୁତି ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଜଣେ ଖ୍ରୀଷ୍ଟ ବିଶ୍ୱାସୀର ମୁଖ୍ୟ ସମସ୍ୟା ତାର ଅଭାବ ନୁହେଁ। ଜଣେ ବିଶ୍ୱାସୀର ପ୍ରକୃତ ସମସ୍ୟା ରୋଗ ନୁହେଁ। ଗୋଟେ ବିଶ୍ୱାସୀର ମୁଖ୍ୟ ସମସ୍ୟା ହେଲା ପାପ ଅଟେ। କାରଣ ଲେଖାଯାଏ ପାପର ବେତନ ମୃତ୍ୟୁ। ଆଉ ସେହି ପାପର ବେତନ ମୃତ୍ୟୁରୁ ଆମକୁ ଉଦ୍ଧାର କରିବା ପାଇଁ, ଆମକୁ ପରିତ୍ରାଣ ଦେବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଧରା ପୃଷ୍ଠକୁ ଆସିଲେ। ଆଜି ପରମେଶ୍ୱର ଆପଣମାନଙ୍କୁ ମୋତେ କହିବା ପାଇଁ ଚାହୁଁଛନ୍ତି, ଆମେ ମଣ୍ଡଳୀରେ ରହିଲା ପରେ ମଧ୍ୟ, ବାକ୍ୟ ଶୁଣିଲା ପରେ ମଧ୍ୟ, ବାପ୍ତିସ୍ମ ନେଇ ପ୍ରଭୁ ଭୋଜର ଅଂଶୀ ହେଲା ପରେ ମଧ୍ୟ ଆମେ କୋଉଠି ନା କୋଉଠି ଗୁପ୍ତ ପାପରେ ଲିପ୍ତ ନାହୁଁ ତ? ସେ ଆମକୁ କହୁଛନ୍ତି, ଯଦି ଆମ ପାଖରେ ସବୁ ଥାଇ ମଧ୍ୟ ଯଦି ଆମେ ପାପ ଛାଡ଼ି ପାରିନାହୁଁ, ଆମର ମନ ପରିବର୍ତ୍ତନ ହେଇନାହିଁ, ତାହେଲେ ତାହା ହେଉଛି ସବୁଠାରୁ ବଡ଼ ସମସ୍ୟା ଅଟେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯଦି ଆପଣ ସେହି ଧନୀ ଲୋକ ଆଉ ଲାଜର ବିଷୟରେ କଥାବାର୍ତ୍ତା ଯଦି ଆପଣ ହେବେ, ଚିନ୍ତା କରିବେ ଯେ ଲାଜରଙ୍କ ଜୀବନରେ କିଛି ନଥିଲା। ଘର ନଥିଲା, ଗାଡ଼ି ନଥିଲା, ପିନ୍ଧିବା ପାଇଁ ପୋଷାକ ନଥିଲା ଏବଂ ତାଙ୍କ ପାଖରେ ଟଙ୍କା ପଇସା ନଥିଲା, ଖାଇବାକୁ ନଥିଲା, ତାଙ୍କୁ ଦେଖା ସାକ୍ଷାତ କରିବା ପାଇଁ କୌଣସି ଅଭିଭାବକ ମଧ୍ୟ ତାଙ୍କ ସହିତ ନଥିଲେ। ସେ ଅନାଥ ଅବସ୍ଥାରେ, ଦରିଦ୍ର ଅବସ୍ଥାରେ ଜଣେ ଧନୀ ଲୋକଙ୍କର ସେ ଫାଟକ ପାଖରେ ସେ ପଡ଼ି ରହୁଥିଲେ। ନିଶ୍ଚିତ ଭାବରେ ଲୋକମାନେ ଦେଖି କହୁଥିଲେ ଯେ ଏହି ବ୍ୟକ୍ତି କି ସମସ୍ୟାରେ ପଡ଼ିଗଲେ, କି ଭୟଙ୍କର ସମସ୍ୟା ଦେଇ ଯାଉଛନ୍ତି। ଏହା ମନୁଷ୍ୟର ଦୃଷ୍ଟି। ଯଦି ଆମେ ବାଇବଲର ଚଷମା ପିନ୍ଧି ଆମେ ଦେଖିବା, ପରମେଶ୍ୱରଙ୍କର ସେହି ଦୃଷ୍ଟିରେ ଯଦି ଆମେ ଦେଖିବା, ପ୍ରକୃତ ସମସ୍ୟା କିଛି ବି ସେହି ଲାଜରଙ୍କ ପାଖରେ ନଥିଲା। ହେଇପାରେ ଏହି ଜଗତ ପାଇଁ ଘର ନଥିଲା, ଖାଇବାକୁ ନଥିଲା, ମାତ୍ର ଲାଜରଙ୍କର ମନ ପରିବର୍ତ୍ତନ ହେଇଥିଲା। ତାଙ୍କଠାରେ ପାପ ନଥିଲା। ସେ ପ୍ରଭୁଙ୍କୁ ଜାଣିଲା ପରେ ସେ କୌଣସି ପାପ କରିନଥିଲେ। ସେଥିପାଇଁ ଯେତେବେଳେ ସେ ମୃତ୍ୟୁବରଣ କରୁଛନ୍ତି, ତାପରେ କୌଣସି ସମସ୍ୟା ତାଙ୍କ ଜୀବନରେ ଦେଖାଯାଉ ନାହିଁ। ସେ ଅନନ୍ତ ସୁଖ ଶାନ୍ତି, ସେ ଅବ୍ରାହମଙ୍କ କୋଳରେ ସେ କ'ଣ ହେଉଛନ୍ତି, ଯାଇ ସେ ବସୁଛନ୍ତି। ମାତ୍ର ସେଇ ଧନୀ ଲୋକ ପାଖରେ କୌଣସି ବିଷୟ ଅଭାବ ନଥିଲା। ରହିବା ପାଇଁ ଘର ଥିଲା। ସେ ମହା ଆଡମ୍ବରେ ଉତ୍ତମ ବସ୍ତ୍ର ପରିଧାନ କରି ସେ ଜୀବନ ସାରା ସେ ଏସ ଆରାମ କରି ବଞ୍ଚୁଥିଲା। ମାତ୍ର ଆପଣ ପଢ଼ିବେ ସେହି ଲୋକଲିଖିତ ସୁସମାଚାର 16 ଅଧ୍ୟାୟରେ ଯେ ସେହି ବ୍ୟକ୍ତିର ମନ ପରିବର୍ତ୍ତନ ହେଇନଥିଲା। ମନ ପରିବର୍ତ୍ତନ କରିନଥିବା ବିଶ୍ୱାସୀ, ସେହି ବିଷୟ ହେଉଛି ସବୁଠାରୁ ବଡ଼ ସମସ୍ୟା। ଯେ ପାପ ଆମକୁ କ'ଣ କରେ, ନରକକୁ ନେଇଯାଏ। ସେହି ମୃତ୍ୟୁ, ଦ୍ୱିତୀୟ ମୃତ୍ୟୁ, ପାପର ବେତନ, ସେଇଥିରୁ ଆମକୁ ଉଦ୍ଧାର ପାଇବାକୁ ହେଲେ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମକୁ କ'ଣ କରିବା ଆବଶ୍ୟକ ରହିଛି? ପାପକୁ ପରିତ୍ୟାଗ କରିବା ଆବଶ୍ୟକ ରହିଛି।
ପାପକୁ ନାହିଁ ବୋଲି କହିବା ଆବଶ୍ୟକ ରହିଛି, ମନ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି। ଯଦି ଆପଣ ଯୋହନ ଲିଖିତ ସୁସମାଚାର 5 ଅଧ୍ୟାୟକୁ ଆସିବେ, 5 ଅଧ୍ୟାୟ 14 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ପ୍ରକାର ସେ କହନ୍ତି, ଏହାପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାକୁ କହିଲେ, ଦେଖ ତୁମେ ସୁସ୍ଥ ହୋଇଅଛ, ଆଉ ପାପ କର ନାହିଁ, ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ଘଟେ। ପ୍ରଭୁଙ୍କ ଲୋକମାନେ ଯୀଶୁଖ୍ରୀଷ୍ଟ ଆଜି ଆମମାନଙ୍କୁ କହୁଛନ୍ତି, ତୁମେ ଆଉ ଥରେ ପାପ କର ନାହିଁ। ଆମେ ପାପରେ ଥିଲୁ, ଅଭିଳାଷରେ ଥିଲୁ, ଧନ୍ୟ ସେ ପରମେଶ୍ୱର ଆମକୁ ସେଠିରୁ ମୁକ୍ତ କରିଛନ୍ତି, ଆମକୁ ବାହାର କରି ଆଣିଛନ୍ତି। ପୁନର୍ବାର ଆମେ ସେଇ ଦାସତ୍ୱ ଝୁଆଳିରେ ଆମେ ଯୋଚା ଯିବା ନାହିଁ, ପୁନର୍ବାର ଆମେ ପାପରେ ରହିବା ନାହିଁ। ନହେଲେ ଆମର ମୁଖ୍ୟ ସମସ୍ୟା ହେଉଛି ସେଇ ପାପ। ଆମ ଶରୀରରେ ଯଦି ରୋଗ ଅଛି, କିଛି ଅସୁବିଧା ନାହିଁ, ଆମେ ରୋଗ ଥିଲେ ବି ଗୋଟେ ଦିନ ମୃତ୍ୟୁ ଭୋଗ କରିବୁ, ଆଉ ରୋଗ ନଥିଲେ ବି ଗୋଟେ ଦିନ ମୃତ୍ୟୁବରଣ କରିବୁ। ମାତ୍ର ଯଦି ଆମ ଜୀବନରେ ପାପ ଥିବ, ଆମେ ପାପର ବେତନ ସେଇ ଅନନ୍ତ ମୃତ୍ୟୁରେ ଆମେ ପଳେଇ ଯିବୁ। ଏହି ସ୍ଥାନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ କହୁନାହାନ୍ତି, ଦେଖ ଏବେ ତୁମେ ସୁସ୍ଥ ହେଇଛ, ତୁମେ କଣ କର ନାହିଁ। ସେ କହୁନାହାନ୍ତି ଯେ ତୁମେ ଆହୁରି ଯେପରି ରୋଗଗ୍ରସ୍ତ ହେବ, ଆହୁରି ତୁମେ ପୀଡ଼ିତ ହେବ, ସେଥିପାଇଁ ତୁମେ ଟିକେ ଜାଗ୍ରତ ରୁହ, ତାହା ସେ କହୁନାହାନ୍ତି। ସେ କହୁଛନ୍ତି ତୁମେ ସୁସ୍ଥ ହିଁ ଅଛ, ଆହୁରି ପାପ କର ନାହିଁ। ଆମର ପରମେଶ୍ୱର ପାପକୁ ସେ ଅଧିକ ଗୁରୁତ୍ୱ ଦେଉଛନ୍ତି, କାରଣ ଯୀଶୁଖ୍ରୀଷ୍ଟ ପାପ ବିଷୟରେ ସେ ବହୁତ ପ୍ରଚାର କରିଥିଲେ, ବହୁତ ଶିକ୍ଷା ଦେଇଥିଲେ। ଆଜି ଦିନ ମାନଙ୍କରେ ମଣ୍ଡଳୀରେ ହେଉ, ୟୁଟ୍ୟୁବରେ ହେଉ, ବିଭିନ୍ନ ସ୍ଥାନରେ ଆପଣ ଦେଖିବେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ପାପ ବିଷୟରେ ଶିକ୍ଷା ହିଁ ନାହିଁ। କାରଣ ପାପ ବିଷୟରେ କହିଲେ, ପବିତ୍ରତା ବିଷୟରେ କହିଲେ ଆମ ମଣ୍ଡଳୀରେ ଲୋକମାନେ କମିଯିବେ, ଆସିବେ ନାହିଁ, ଦାନ କମିଯିବ, ଏହି ଉଦ୍ଦେଶ୍ୟ ଲୋକମାନଙ୍କର। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ସଂଖ୍ୟାକୁ ବଢ଼ାଇବା ପାଇଁ ସେ ଗୁରୁତ୍ୱ ଦେଲେ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁମାନଙ୍କୁ ବି ସେ ଶିକ୍ଷା ଦେଉଥିଲେ, ସେମାନଙ୍କ ଭିତରେ ଯେପରି ପବିତ୍ରତା ଆସିବ, ଉତ୍ତମ ସ୍ୱଭାବ ଆସିବ, ସେମାନେ ଯେପରି ସ୍ୱର୍ଗ ରାଜ୍ୟ ନିମନ୍ତେ ପ୍ରସ୍ତୁତ ହେବେ, ଯୀଶୁଖ୍ରୀଷ୍ଟଙ୍କ ପରି ବଞ୍ଚିବେ, ଏହି ଉଦ୍ଦେଶ୍ୟରେ ସେ କ'ଣ କରୁଥିଲେ? ଶିକ୍ଷା ଦେଉଥିଲେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେ ଗୋଟେ ବିଶ୍ୱାସର ମୁଖ୍ୟ ସମସ୍ୟା ହେଲା ଘର ନଥିବାଟା ନାହିଁ, ଗାଡ଼ି ନଥିବାଟା ନାହିଁ, ଆମକୁ ଖାଇବାକୁ ନଥିବା, ଭଲ ପୋଷାକ ନଥିବା ଏବଂ ଆମ ଶରୀରରେ ରୋଗ ନ ଛାଡ଼ିବା, ଏହା ସମସ୍ୟା ନୁହେଁ। ଗୋଟେ ବିଶ୍ୱାସୀର ପ୍ରକୃତ ସମସ୍ୟା ହେଲା ପାପ। ପାପ ଗୋଟେ ମନୁଷ୍ୟକୁ କ'ଣ କରେ? ଅନନ୍ତ କାଳର ଅଗ୍ନିକୁ ନେଇଯାଏ, ଅନନ୍ତ କାଳର ନର୍କକୁ ନେଇଯାଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯଦି ଆପଣ ପ୍ରକାଶିତ ବାକ୍ୟ 3 ଅଧ୍ୟାୟକୁ ଆସିବେ, ସେହି ସାର୍ଦି ମଣ୍ଡଳୀ ନିକଟକୁ ପରମେଶ୍ୱର କ'ଣ ବୋଲି ସେ ଲେଖୁଛନ୍ତି, ସାର୍ଦି ମଣ୍ଡଳୀର ଦୂତ ନିକଟକୁ ଲେଖ ଯେ ଈଶ୍ୱରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି, ସେ ଏହା କହନ୍ତି, ଆମ୍ଭେ ତୁମର କର୍ମ ଜାଣୁ, ତୁମ୍ଭେ ନାମରେ ଜୀବିତ, ମାତ୍ର ପ୍ରକୃତରେ ମୃତ। ଦେଖନ୍ତୁ, ଆମେ କ'ଣ କରୁଛୁ? ହେଇପାରେ ଆମର ସ୍ୱାମୀ ଜାଣିନାହାନ୍ତି, ସ୍ତ୍ରୀ ଜାଣିନାହାନ୍ତି, ଇଭେନ୍ ଆମର ପାଳକ ମଧ୍ୟ ଜାଣିନାହାନ୍ତି, ମାତ୍ର ଆମର ସବୁ କର୍ମକୁ ଆମର ସୃଷ୍ଟିକର୍ତ୍ତା ପରମେଶ୍ୱର ଜାଣୁଛନ୍ତି, ସବୁ ସେ ଜାଣୁଛନ୍ତି। ସେଥିପାଇଁ ଲେଖାଯାଉଛି, ସେ କହୁଛନ୍ତି, ଆମ୍ଭେ ତୁମର ସବୁ କର୍ମକୁ ଜାଣୁଛୁ। କାହିଁକି? ତୁମେ ନାମରେ ଜୀବିତ, ପ୍ରକୃତରେ ମୃତ। କାହିଁକି ପ୍ରକୃତରେ ମୃତ? 2 ପଦରେ ଲେଖାଗଲା, ଜାଗ୍ରତ ହୁଅ, ପୁଣି ଲୁପ୍ତ ପ୍ରାୟ ଅବଶିଷ୍ଟ ବିଷୟ ସବୁକୁ ସବଳ କର। ଲୁପ୍ତ ପ୍ରାୟ, ଯୋଉଟାକି ଗୁପ୍ତ ପାପ, କେହି ନ ଜାଣିଲା ଭରି ଯଦି ଆମେ ପାପରେ ଅଛୁ, ମନ୍ଦତାରେ ଅଛୁ, ସେ କହୁଛନ୍ତି ତୁମେ ସବଳ କର। ସବଳ କର ବୋଲି କହିଲେ ତୁମେ ସଜାଡ଼, ସେଠାରୁ ଫେରି ଆସ, ତୁମେ ଅନୁତାପ କରି ମନ ପରିବର୍ତ୍ତନ କର, ତୁମ୍ଭେ ମୋ ନିକଟକୁ ଫେରି ଆସ। ପ୍ରଭୁ ତାହା କହୁଛନ୍ତି। ଲେଖାଯାଉଛି, ସବଳ କର, କାରଣ ଆମ୍ଭେ ତୁମ କର୍ମ ସବୁ ଆମ ଈଶ୍ୱରଙ୍କ ସାମୁରେ ସିଦ୍ଧ ବୋଲି ଦେଖିନ। ସିଦ୍ଧତା ବାପ୍ତିସ୍ମ ନେବା ସିଦ୍ଧ ନୁହେଁ, ମଣ୍ଡଳୀରେ ଆସିବା ସିଦ୍ଧ ନୁହେଁ, ବାକ୍ୟ ଶୁଣିବା ସିଦ୍ଧ ନୁହେଁ, ଗୀତ ଗାଇବା, ତାଳି ମାରିବା, ୱାର୍ସିପ୍ କରିବା, ଏହା ସିଦ୍ଧତା ନୁହେଁ। କିନ୍ତୁ ଏହି ସବୁ କଲା ପରେ ମଧ୍ୟ ଯଦି ଆମେ ପାପ ଛାଡ଼ି ପାରିନାହୁଁ, ତାହେଲେ ପ୍ରଭୁ କହୁଛନ୍ତି, ଆମ୍ଭ ଦୃଷ୍ଟିରେ ତୁମର କର୍ମ ସିଦ୍ଧ ନାହିଁ। ଆମେ ପରମେଶ୍ୱରଙ୍କ ଦୃଷ୍ଟିରେ ସିଦ୍ଧ ହେବାର ଅର୍ଥ କ'ଣ? ଆମେ ଚର୍ଚ୍ଚ ଯିବା, ଗୀତ ଗାଇବା, ଆରାଧନା କରିବା, ବାକ୍ୟ ଶୁଣିବା, କେବଳ ଏତିକି ନୁହେଁ, ଆମେ ପାପରୁ ମଧ୍ୟ ପୃଥକ ହେବା। ଏଇଟା ହେଉଛି ସେହି ସିଦ୍ଧ କର୍ମ। ପ୍ରଭୁଙ୍କ ନାମର ଗୌରବ ହଉ। ସେଥିପାଇଁ ବାକ୍ୟ କହେ ଯେ ଜଗତର ସବୁ ଲାଭ କରି
ଯଦି ମନୁଷ୍ୟ ନିଜ ଜୀବନକୁ ହରାଏ ତାହେଲେ ସେଥିରେ ତାର କି ଲାଭ। ଧନ୍ୟ ସେ ପରମେଶ୍ୱର ଆମର ହଜିଥିବା ଜୀବନ, ବିନାଶ ହୋଇଥିବା ଜୀବନକୁ ସେ ଆମକୁ ଫେରାଇ ଦେଇଛନ୍ତି। ଯୀଶୁଖ୍ରୀଷ୍ଟ ଆସି ଆମକୁ ପାପରୁ ସେ ଉଦ୍ଧାର କରିଛନ୍ତି। ସେଥିପାଇଁ ଜଣେ ବିଶ୍ୱାସୀର ମୁଖ୍ୟ ସମସ୍ୟା, ପ୍ରକୃତ ସମସ୍ୟା ହେଲା ପାପ। ତାପରେ ଲେଖାଯାଉଛି 3 ପଦ, ପ୍ରକାଶିତ ବାକ୍ୟ 3:3 ଏଣୁ କି ପ୍ରକାର ଶିକ୍ଷା ପାଇଅଛ ଓ ଶ୍ରବଣ କରିଅଛ ତାହା ସ୍ମରଣ କରି ପାଳନ କର ଓ ମନ ପରିବର୍ତ୍ତନ କର। ଯଦି ଜାଗ୍ରତ ନ ହୁଅ ତାହେଲେ ଆମ୍ଭେ ଚୋର ପରି ଆସିବୁ, ଆଉ କେଉଁ ସମୟରେ ତୁମ୍ଭ ଉପରେ ଆସି ପଡ଼ିବୁ ତାହା ତୁମେ କୌଣସି ପ୍ରକାରେ ଜାଣିବ ନାହିଁ। ଧନ୍ୟ ସେ ପରମେଶ୍ୱର ଆମକୁ ସେ ସତର୍କ କରୁଛନ୍ତି, ସେ ଆମକୁ ଚେତାଇ ଦେଉଛନ୍ତି, ସେ ଆମକୁ ମନେ ପକାଇ ଦେଉଛନ୍ତି ଯେ ଆମେ କ'ଣ ହେବା, ମନ ପରିବର୍ତ୍ତନ କରିବା, ମନ ପରିବର୍ତ୍ତନ କରିବା। ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଛି କି ମୁଁ କେତେ ଚେଷ୍ଟା କଲେ ମଧ୍ୟ ମୁଁ ପାପରେ ପଡ଼ିଯାଉଛି, ବାରମ୍ବାର ମୁଁ ପାପରେ ପଡ଼ୁଛି, କ'ଣ କରିବି? ମୁଁ ବାରମ୍ବାର ପାପରେ ପଡ଼ୁଛି, ମୁଁ କ'ଣ କରିବି? ଯଦି ଆପଣ ପଢ଼ିବେ 119 ଗୀତ 11 ପଦରେ ଏହି ସ୍ଥାନରେ ଏ ପ୍ରକାର ଲେଖାଯାଉଛି, ଗୀତ ରଚକ ଏ ପ୍ରକାର ଲେଖନ୍ତି, ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି। ପ୍ରଭୁଙ୍କ ନାମର ସ୍ତୁତି ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆପଣ ପାପ ଉପରେ ଜୟ ପାଇବା ପାଇଁ ଚାହୁଁଛନ୍ତି, ଆପଣ ପରମେଶ୍ୱରଙ୍କର ବାକ୍ୟକୁ ହୃଦୟରେ ସଞ୍ଚୟ କରି ରଖନ୍ତୁ, ବାକ୍ୟକୁ ଗୁରୁତ୍ୱ ଦିଅନ୍ତୁ। କାରଣ ପରମେଶ୍ୱର ଆପଣାର ସକଳ ନାମ ଅପେକ୍ଷା ତାଙ୍କର ବାକ୍ୟକୁ ସେ ମହାନ କରିଛନ୍ତି। କାରଣ ବାକ୍ୟ ମନୁଷ୍ୟର ଜୀବନକୁ ପରିବର୍ତ୍ତନ କରେ। ବାକ୍ୟ କାର୍ଯ୍ୟ ସାଧକ ଅଟେ, ଆଉ ବାକ୍ୟ ଜୀବନ୍ତ ଅଟେ। ଆମେ ତାହାଙ୍କର ବାକ୍ୟକୁ ହୃଦୟରେ ସଞ୍ଚୟ କରିବା, ଆଉ ପାପ ଉପରେ ଆମେ ନିଶ୍ଚିତ ଭାବରେ ଆମେ ଜୟ ପାଇପାରିବା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସେଥିପାଇଁ ଜଣେ ବିଶ୍ୱାସୀର ସମସ୍ୟା ରୋଗ ନୁହେଁ, ଅଭାବ ନୁହେଁ। ଗୋଟେ ବିଶ୍ୱାସୀର ସମସ୍ୟା ଦୁଃଖ, ନିନ୍ଦା, ତାଳନା ଏଇଟା ନୁହେଁ। ଗୋଟେ ବିଶ୍ୱାସୀର ସମସ୍ୟା ହେଲା ପାପ। ଆମ ଶରୀରରେ ସବୁ ଥାଉ, ମାତ୍ର ପାପ ନଥାଉ, ଆମ ଜୀବନରେ ପାପ ନଥାଉ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ବାପା, ତୁମେ ଆମମାନଙ୍କର ମୁଖ୍ୟ ସମସ୍ୟା ସମ୍ବନ୍ଧରେ ଆଜି ତୁମ ବାକ୍ୟ ଦ୍ୱାରା କଥା ହେଇଥିବାରୁ ଆମେ ତୁମକୁ ଧନ୍ୟବାଦ ଦେଉଛୁ। ବାପା, ଆମେ ପାପରୁ ପୃଥକ ହେବୁ, ପବିତ୍ର ଜୀବନଯାପନ କରି ତୁମ ଆଗମନ ନିମନ୍ତେ ପ୍ରସ୍ତୁତ ହେବୁ, ସାହାଯ୍ୟ କର। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍ ଆମେନ୍। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପରମେଶ୍ୱରଙ୍କ ଅନୁଗ୍ରହ ହେଲେ ପୁନର୍ବାର ଆଉ ଗୋଟିଏ ଅଧ୍ୟାୟରେ ଆମେ ପରସ୍ପର ସାକ୍ଷାତ କରି ତାଙ୍କ ରାଜ୍ୟ ନିମନ୍ତେ ବଢ଼ୁଥିବା ରହିବା। ନମସ୍କାର। ଗଡ୍ ବ୍ଲେସ୍ ୟୁ।